ବନ୍ଧୁଗଣ ମୁଁ ଆପଣଙ୍କୁ ସ୍ୱାଗତ କରୁଛି ବ୍ରଜେନ୍ଦ୍ର ସାର୍ ୟୁଟ୍ୟୁବ୍ ଚ୍ୟାନେଲରେ। ବନ୍ଧୁଗଣ ଆପଣ ଯଦି ଏହି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ସରକାରୀ ଏବଂ ବେସରକାରୀ ନିଯୁକ୍ତିର ବିଜ୍ଞପ୍ତି କିମ୍ବା ସୂଚନା ପ୍ରଥମେ ପାଇବା ପାଇଁ। ବନ୍ଧୁଗଣ, ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଢେଙ୍କାନାଳ ବିଷୟରେ କହିବି, ଆଉ ଆପଣଙ୍କୁ ସମ୍ବଲପୁରର ସୈନିକ ସ୍କୁଲର ପିଜିଡି ଭ୍ୟାକେନ୍ସି ବିଷୟରେ କହିବି। ଚାଲନ୍ତୁ ଦେଖିବା। ପ୍ରଥମେ ଦେଖିଦେବା ଆପଣଙ୍କର ଆଦର୍ଶ ବିଦ୍ୟାଳୟ ଗୁଡ଼ିକର ଛାତ୍ରାବାସ ଏବଂ ଛାତ୍ରୀ ନିବାସରେ ପଦବୀ ଗୁଡ଼ିକ ବାହାରିଛି। ଚାଲନ୍ତୁ ଦେଖିବା କ'ଣ କ'ଣ ରହିଛି ପଦବୀ। ଏଇଠି ଦେଖିପାରୁଥିବେ ୱାର୍ଡେନର ପଦବୀ ରହିଛି। ଖାଲି ପଡ଼ିଥିବା ପଦବୀ ସଂଖ୍ୟା ଏଇଠି ଦେଖିପାରୁଥିବେ। ଢେଙ୍କାନାଳ ସଦର ବ୍ଲକ ପୁରୁଷ, ଗୋଟିଏ ମହିଳା। ଆଉ ଏଇଠି ଦେଖିପାରୁଥିବେ ଆବେଦନ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କରିଥିବେ ଆର୍ଟ୍ସ କିମ୍ବା ସାଇନ୍ସରେ। ଏଠି ଦେଖିପାରୁଥିବେ ମାସିକ ଦରମା ଆପଣଙ୍କୁ ମିଳିବ 21,175 ଟଙ୍କା, ବୟସ 30ରୁ 65 ବର୍ଷ। ଏଇଠି ଦେଖିପାରୁଥିବେ ଦ୍ୱିତୀୟରେ ରହିଛି ଆପଣଙ୍କର କାମାକ୍ଷାନଗର ବ୍ଲକ ରହିଛି। ଗୋଟିଏ ପୁରୁଷ କିମ୍ବା ମହିଳା, ପୁରୁଷ ହେଲେ ହେବ ନହେଲେ ମହିଳା ବି। ଏଇଠି ଦେଖିପାରୁଥିବେ ସ୍ନାତକ ମାଗିଛି ଆର୍ଟ୍ସ କିମ୍ବା ସାଇନ୍ସ। ଏଇଠି ଦେଖିପାରୁଥିବେ ଦରମା, ଏଇଠି ବୟସ ରହିଛି। ଏଇଠି ତାପରେ ରହିଛି ଆପଣଙ୍କର ଗନ୍ଧିଆ ବ୍ଲକ, ପୁରୁଷ ଗୋଟେ ମହିଳା ଗୋଟେ। ଏଇଠି ତାପରେ ରହିଛି ଓଡାପଡା ବ୍ଲକ, ପୁରୁଷ ଗୋଟେ ମହିଳା ଗୋଟେ। ଏଇଠି ତାପରେ ରହିଛି ପର୍ଜଙ୍ଗ ବ୍ଲକ ରହିଛି, ମହିଳା ଗୋଟେ କେବଳ। ଆଉ ତାପରେ ଦେଖିବା ଆପଣଙ୍କର ମୁଖ୍ୟ ରୋଷେଇଆ। ଏଠି ଦେଖିପାରୁଥିବେ ଢେଙ୍କାନାଳ ସଦର ବ୍ଲକ ପୁରୁଷ ଗୋଟେ ମହିଳା ଗୋଟେ। କାମାକ୍ଷାନଗର ବ୍ଲକ ରହିଛି ପୁରୁଷ ଗୋଟେ ମହିଳା ଗୋଟେ। ଗନ୍ଧିଆ ବ୍ଲକ ରହିଛି ପୁରୁଷ ଗୋଟେ ମହିଳା ଗୋଟେ। ଓଡାପଡା ବ୍ଲକ ରହିଛି ପୁରୁଷ ଗୋଟେ ମହିଳା ଗୋଟେ। ଏଇଠି ବି ଦେଖିପାରୁଥିବେ ଉତ୍ତମ ରନ୍ଧନ ଅଭିଜ୍ଞତାର ଥିବା ଅଛି। ଏଇଠି ଆପଣ ଦେଖିପାରୁଥିବେ 9,000 ଟଙ୍କା ଦରମା। ଏଇଠି 30ରୁ 40 ବର୍ଷ। ତାପରେ ଏଇଠି ଦେଖିପାରୁଥିବେ ସହାୟକ ରୋଷେଇକାର ଢେଙ୍କାନାଳ ସଦର ବ୍ଲକ ରହିଛି ପୁରୁଷ ଗୋଟେ ମହିଳା ଗୋଟେ। ଆଉ ଉତ୍ତମ ରନ୍ଧନ ଅଭିଜ୍ଞତା ଏଇଠି ଦେଖିପାରୁଥିବେ 6,650 ଟଙ୍କା। ଏଇଠି ବୟସ ଦେଖିପାରୁଥିବେ 21ରୁ 32 ବର୍ଷ। ଆଉ ଏଇଠି ଦେଖିପାରୁଥିବେ କାମାକ୍ଷାନଗର ବ୍ଲକ ପୁରୁଷ ଗୋଟେ ମହିଳା ଗୋଟେ। ତାପରେ ଚାଲନ୍ତୁ ଦେଖିବା। ଏଇଠି ଦେଖିପାରୁଥିବେ ଗନ୍ଧିଆ ବ୍ଲକ ରହିଛି ପୁରୁଷ ଗୋଟେ ମହିଳା, ପୁରୁଷ ଦୁଇଟି ମହିଳା ଦୁଇଟିର ଦରକାର। ଓଡାପଡା ବ୍ଲକ ରହିଛି ପୁରୁଷ ଦୁଇଟି ମହିଳା ଦୁଇଟି। ଆଉ ଏଇଠି ଦେଖିପାରୁଥିବେ ପର୍ଜଙ୍ଗ ବ୍ଲକ ରହିଛି ମହିଳା ଦୁଇଟି। ଆଉ ତାପରେ ଚାଲନ୍ତୁ ଏଇଠି ଦେଖିପାରୁଥିବେ ଚୌକିଦାରିଆ ତଥା ଝାଡୁଦାର ରହିଛି। ଢେଙ୍କାନାଳ ସଦର ବ୍ଲକରେ ରହିଛି ଆପଣଙ୍କର ପୁରୁଷ ଦୁଇଟି, କାମାକ୍ଷାନଗର ବ୍ଲକରେ ପୁରୁଷ ଦୁଇଟି, ଗନ୍ଧିଆ ବ୍ଲକରେ ରହିଛି ପୁରୁଷ ଦୁଇଟି, ଓଡାପଡା ବ୍ଲକରେ ରହିଛି ପୁରୁଷ ଦୁଇଟି। ତାପରେ ଏଇଠି ରହିଛି ପର୍ଜଙ୍ଗ ବ୍ଲକରେ ରହିଛି ପୁରୁଷ ଗୋଟିଏ। ଏଠି ଦଶମ ପାସ୍ ଦରକାର, 7,500 ଦରମା। ଏଠି ଦେଖିପାରୁଥିବେ ଆପଣଙ୍କର 21ରୁ 32 ବର୍ଷ। ଚାଲନ୍ତୁ ଦେଖିବା କିପରି ଭାବରେ ଆପଣ ଆବେଦନ କରିବେ। ଏଇ ଯେଉଁ ଫର୍ମଟେ ରହିଲା ଆପଣଙ୍କୁ ଫିଲ୍ଅପ୍ କରିବାକୁ ପଡ଼ିବ। ଆପଣଙ୍କର କେଉଁ ପଦବୀ ଆବେଦନ କରୁଛନ୍ତି, ଶିକ୍ଷାଗତ ଯୋଗ୍ୟତା, ଠିକଣା ଆପଣଙ୍କର ସବୁ ଆପଣଙ୍କୁ ପୂରଣ କରିବାକୁ ପଡ଼ିବ। ତାପରେ ଆପଣ ଏହି ପୂରଣ କରିକି ତାରିଖ ଦେଖିପାରୁଛନ୍ତି 17/9/2025 ପୂର୍ବରୁ ଆପଣଙ୍କୁ ଏଇଠି ଦେଖିପାରୁଥିବେ ଏଇ ଆଡ୍ରେସ୍ ଠିକଣାରେ ଆପଣଙ୍କୁ ମାନେ ପୋଷ୍ଟ କିମ୍ବା ସ୍ପିଡ୍ ପୋଷ୍ଟ କରିବାକୁ ପଡ଼ିବ। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଢେଙ୍କାନାଳ ପିନକୋଡ୍ ଏଠି ଦେଖିପାରୁଥିବେ ଠିକଣାରେ ଆପଣଙ୍କୁ ରେଜିଷ୍ଟ୍ରେ ସ୍ପିଡ୍ ପୋଷ୍ଟ କିମ୍ବା ପୋଷ୍ଟ କରିବାକୁ ପଡ଼ିବ। ଆଉ ଚାଲନ୍ତୁ ଦେଖିବା ଦ୍ୱିତୀୟ ପଦବୀଟି ରହିଛି ସୈନିକ ସ୍କୁଲ ସମ୍ବଲପୁର ତରଫରୁ। ଚାଲନ୍ତୁ ଦେଖିବା। ବନ୍ଧୁଗଣ, ଏଠି ଦେଖିପାରୁଥିବେ ଆପଣମାନେ ସୈନିକ ସ୍କୁଲ ରହିଛି ସମ୍ବଲପୁର, ଓଡ଼ିଶା, ମିନିଷ୍ଟ୍ରି ଅଫ୍ ଡିଫେନ୍ସ, ନ୍ୟୁ ଦିଲ୍ଲୀ, ରିକ୍ରୁଟମେଣ୍ଟ ଅଫ୍ ଷ୍ଟାଫ୍। ଏଠି ଦେଖିପାରୁଥିବେ କ'ଣ କ'ଣ ରହିଛି ପଦବୀ। ଏଠି ବି ଦେଖିପାରୁଥିବେ ପିଜିଟି ବାୟୋଲୋଜି ରହିଛି, ରେଗୁଲାର ପୋଷ୍ଟ ରହିଛି। ଆଉ ଆପଣଙ୍କର କ୍ୟାଟେଗୋରୀ ଅଫ୍ ନମ୍ବର ଅଫ୍ ପୋଷ୍ଟ ଏସସି ପାଇଁ ରହିଛି ଗୋଟିଏ ପଦବୀ ରହିଛି। ଆଉ କେତେ ଦରମା ମିଳିବ, ଏଠି 47,600 ଟଙ୍କା ଦରମା ମିଳିବ। ଆଉ ଏଇଠି ଦେଖିପାରୁଥିବେ କେଉଁ ତାରିଖରେ ଏକ୍ଜାମ୍ ହେବ ଆପଣଙ୍କୁ ସେମାନେ ତାଙ୍କର ୱେବସାଇଟ୍ରେ କହିବେ, ସ୍କୁଲ ୱେବସାଇଟ୍ରେ। ଏଠି ଦେଖିପାରୁଥିବେ ଆପଣଙ୍କର ପିଜିଟି ମ୍ୟାଥ୍ ରହିଛି, ରେଗୁଲାର ରହିଛି। ଏଇଠି ଦେଖିପାରୁଥିବେ ଓବିସି କ୍ୟାଟେଗୋରୀ ଓବିସି ଗୋଟିଏ ପଦବୀ ରହିଛି। ଆଉ ଦରମା ତ ଆପଣ ଦେଖିଲେ। ଏଇଠି ଦେଖିପାରୁଥିବେ ତୃତୀୟରେ ରହିଛି ଆପଣଙ୍କର ପିଜିଟି କମ୍ପ୍ୟୁଟର ସାଇନ୍ସ, ରେଗୁଲାର ପୋଷ୍ଟରେ ରହିବ। ଏସଟି କ୍ୟାଟେଗୋରୀ ପାଇଁ ଗୋଟିଏ ପଦବୀ ରହିଛି। ଆଉ ଏଇଠି ତ ଦରମା ରହିଲା ଆପଣଙ୍କର। ଏଇଠି ଦେଖିପାରୁଥିବେ ଲୋୟର ଡିଭିଜନ କ୍ଲର୍କ ରହିଛି, ରେଗୁଲାର ପଦବୀ ରହିଛି।
ଏଇଟା ଅନରିଜର୍ଭ କ୍ୟାଟେଗୋରୀରେ ରହିଛି, ମାନେ କୋଉମାନେ ବି ଏହାକୁ ଆବେଦନ କରିପାରିବେ। ଆଉ ଚାଲନ୍ତୁ ଏଇଟା ଦେଖିପାରୁଥିବେ ଆପଣମାନେ। ଆଉ ଦରମା କେତେ ମିଳିବ ଏଇଠି ଦେଖିପାରୁଥିବେ, 19,900 ରୁ 63,200 ପର୍ଯ୍ୟନ୍ତ ଆପଣଙ୍କୁ ଦରମା ମିଳିବ। ଏଇଠି ଦେଖିପାରୁଥିବେ ଟିଜିଟି ମ୍ୟାଥ ରହିଛି, କଣ୍ଟ୍ରାକ୍ଚୁଆଲ ରହିବ ଆପଣଙ୍କର, ଅନରିଜର୍ଭ ମାନେ କୌଣସି କାଷ୍ଟର ବି ପିଲାମାନେ ଆବେଦନ କରିପାରିବେ। 50,000 ଟଙ୍କା ଆପଣଙ୍କୁ ଦରମା ମିଳିବ। ଏଇଠି ଦେଖିପାରୁଥିବେ ଟିଜିଟି ଇଂଲିଶ ରହିଛି, ଆପଣଙ୍କର କଣ୍ଟ୍ରାକ୍ଚୁଆଲ ରହିଛି, 2ଟି ପଦବୀ ରହିଛି। ଆପଣଙ୍କୁ ଦରମା ତ ଦେଖିଲେ ଏଇଠି ଦେଖିପାରୁଥିବେ ଟିଜିଟି ଇଂଲିଶ ଟେମ୍ପୋରାରୀ ବେସିସରେ ଅନରିଜର୍ଭ ମାନେ କୌଣସି ବି କାଷ୍ଟର ପିଲାମାନେ ଆବେଦନ କରିପାରିବେ। 50,000 ଟଙ୍କା ଦରମା ମିଳିବ। ବନ୍ଧୁଗଣ ଏଇଠି ଦେଖିପାରୁଥିବେ, ଚାଲନ୍ତୁ ଏଇଠି ଦେଖିପାରୁଥିବେ, ଏଇଠି ଶେଷ ତାରିଖ ଆପଣଙ୍କର ରହିଛି 12/9/2025। ଆଉ ଏହା ପୂର୍ବରୁ ଆପଣଙ୍କୁ ଆବେଦନ କରିବାକୁ ପଡ଼ିବ। ବନ୍ଧୁଗଣ ଆପଣ ଯଦି ପୋଷ୍ଟ ଗ୍ରାଜୁଏସନ୍ କରିଛନ୍ତି, ତା ସହିତ କରିଛନ୍ତି ଆପଣମାନେ ବିଇଡ଼ି, ତାହେଲେ ଆପଣ ଆବେଦନ କରିପାରିବେ। ଆଉ ବନ୍ଧୁଗଣ ଏଇଟା ଦେଖୁଛି, ଏଇ ପଦବୀ ଦେଖୁଛନ୍ତି ବନ୍ଧୁଗଣ ଆପଣଙ୍କର ରେଗୁଲାର ପଦବୀ ରହିଛି। ଆଉ ଏଇଟା କଣ୍ଟ୍ରାକ୍ଚୁଆଲ ରହିଛି। କଣ୍ଟ୍ରାକ୍ଚୁଆଲରେ ବି ଦରମା ଦେଖନ୍ତୁ ଆପଣଙ୍କର 50,000 ଟଙ୍କା ଦରମା ରହିଛି। ଏଇଠି ଦେଖିପାରୁଥିବେ ବନ୍ଧୁଗଣ, ଚାଲନ୍ତୁ ମୁଁ ଆପଣଙ୍କୁ ଦେଖେଇ ଦଉଛି। ଏଠି ଦେଖିପାରୁଥିବେ ବନ୍ଧୁଗଣ ତାଙ୍କର ଆଡ୍ରେସଟି ରହିଛି। ବନ୍ଧୁଗଣ ସେଇଠି ତ ମେନସନ୍ କରିନାହାନ୍ତି କିପରି ଭାବରେ ଆବେଦନ କରିବେ, ପୋଷ୍ଟାଲ ମାଧ୍ୟମରେ କରିବେ କିମ୍ବା ଆପଣମାନେ ଇମେଲ ମାଧ୍ୟମରେ କରିବେ କିମ୍ବା ଆପଣ କଲେଜ ଭିଜିଟ୍ କି କରିବେ। ଏଇଠି ବନ୍ଧୁଗଣ ତାଙ୍କର ନମ୍ବର ରହିଛି, ଆପଣ ଏହି ସଂଖ୍ୟାରେ ଆପଣ ଯୋଗାଯୋଗ କରିକି ଆପଣ ଆପଣଙ୍କର ଡାଉଟ୍ କ୍ଲିୟର କରିଦେବେ କିପରି ଭାବରେ ଆବେଦନ କରାଯିବ। ଆଉ ଚାଲନ୍ତୁ ବନ୍ଧୁଗଣ ତାଙ୍କର ଇମେଲ ଆଇଡି ବି ରହିଛି। ଇମେଲ ଆଇଡି ବନ୍ଧୁଗଣ ନାଇଁ, ଇମେଲ ଆଇଡି ନାହିଁ ବନ୍ଧୁଗଣ। ହଁ ଏଇଠି ଦେଖିବେ ତାଙ୍କ ୱେବସାଇଟ ବି ରହିଛି ବନ୍ଧୁଗଣ। ଏଇଠି ତାଙ୍କର ୱେବସାଇଟ ବି ରହିଛି। ଆଉ ଏଇ ତ ଥିଲା ପଦବୀ ବନ୍ଧୁଗଣ। ଆଉ ବନ୍ଧୁଗଣ ଏହାର ପିଡିଏଫଟି କୋଉଠି ପାଇବେ ଚାଲନ୍ତୁ ମୁଁ ଆପଣଙ୍କୁ କହିଦେଉଛି। ବନ୍ଧୁଗଣ ଡିସ୍କ୍ରିପ୍ସନରେ ଲିଙ୍କ ଅଛି ଟେଲିଗ୍ରାମ ଗ୍ରୁପର, ସେଠି ଆପଣ କ୍ଲିକ୍ କରି ବ୍ରଜେନ୍ଦ୍ର ସାର୍ ଅଫିସିଆଲ ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇଯାଆନ୍ତୁ, କାରଣ ଆଗକୁ ଆସୁଥିବା ସମସ୍ତ ଭ୍ୟାକେନ୍ସିର ଏଠି ପିଡିଏଫ ପାଇପାରିବେ। ଆଉ ବନ୍ଧୁଗଣ ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ଆଉ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଆଉ ଆପଣଙ୍କର ମତାମତ କମେଣ୍ଟ ସେକ୍ସନରେ ଦିଅନ୍ତୁ। ଏହି ଭିଡ଼ିଓ ଦେଖିଥିବାରୁ ଅଶେଷ ଅଶେଷ ଧନ୍ୟବାଦ। ଜୟ ଜଗନ୍ନାଥ।